ପ୍ରେଜ୍ ଦ ଲର୍ଡ। ମାଥ୍ୟୁ 2:2 ଦେଖନ୍ତୁ, ଜଣେ ପଢନ୍ତୁ ମାଥ୍ୟୁ 2:2। ସେମାନେ କଣ ଦେଖିଲେ? ମାଥ୍ୟୁ 2:2 ଝିଅ ପଢ। ହଁ, କେଉଁଠାରେ? ହଁ ହଁ, ହାଲେଲୁୟା। ତାଙ୍କର ତାରା ଦେଖିଲା, ଗୋଟେ ପର୍ଟିକୁଲାର ନକ୍ଷତ୍ର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଜନ୍ମରେ ଆକାଶରେ ଆସିଗଲା। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ଆମର ନକ୍ଷତ୍ର ସବୁ କୋଉଠି ଅଛି? ଜାତକରେ। ଜାତକରେ ନକ୍ଷତ୍ର। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ନକ୍ଷତ୍ର ଆସିଲା ବେଳେ ଜ୍ଞାନୀ ମାନେ ତାହା ଦେଖି 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 ಯೆರೂಸಲೇಮಿಗೆ ପହଞ୍ଚିଲା, ବେଥଲେହେମରେ ପହଞ୍ଚିଲା। ସେଠି ଯାଇକି ପଚାରିଲା, ୟହୁଦୀ ମାନଙ୍କର ରାଜା କେଉଁଠାରେ ଜନ୍ମ ହୋଇଛନ୍ତି? ରାଜା ଡରିଗଲା। ହାଲେଲୁୟା, ଏଠି କିଏ ଜନ୍ମ ହେଇନାହାନ୍ତି? ଏଟା କି ପ୍ରକାର ପ୍ରଶ୍ନ ପଚାରୁଛନ୍ତି ଏମାନେ? ତାଙ୍କର ନକ୍ଷତ୍ର ଆମେ ଦେଖିଲା। ରାଜା କହିଲା, ଆପଣମାନେ ଯାଇକି ତାଙ୍କୁ ଦେଖନ୍ତୁ, ପ୍ରଣାମ କରନ୍ତୁ। ମୁଁ ବି ଯାଇକି ତାଙ୍କୁ ପ୍ରଣାମ କରିବ ବୋଲି କହିଲା। ମିଛ କଥା କହିଲେ। ସେ ଯୀଶୁଙ୍କୁ ବଧ କରିବା ପାଇଁ ଚେଷ୍ଟା କଲେ। ଆପଣମାନେ ଜାଣିଛନ୍ତି କି ଶୈତାନ ଅବ୍ରାହମ ଆଦମଙ୍କୁ ହବାଙ୍କୁ ମାରିବାର କାରଣ କ'ଣ? ପାପରେ ପତିତ କରିବାର କାରଣ କ'ଣ? ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଆଦିରେ ଲେଖା ହେଇଛି, ଯୀଶୁ ଖ୍ରୀଷ୍ଟ ତାଙ୍କର ପୁତ୍ର ଏ ଜଗତରେ ଆସିବ। ସେଟା କିଏ ଜାଣିଛନ୍ତି? ପ୍ରଭୁ ଯୀଶୁ ସଦାପ୍ରଭୁ ଜାଣିଛନ୍ତି। ହାଲେଲୁୟା। ତାଙ୍କର ଆଗମନ ବ୍ଲକ୍ କରିକି ରଖିଥିଲା। ଅବ୍ରାହମଙ୍କର ସ୍ତ୍ରୀ ସାରାଇକୁ ପିଲାମାନେ ନଥିଲା, କିନ୍ତୁ ଅଚମ୍ବିତ ଭାବରେ ସନ୍ତାନ ଜନ୍ମ ହେଲା। ହାଲେଲୁୟା, ଆମେନ୍। ରେବେକାଙ୍କୁ ପିଲା ଛୁଆ ନଥିଲା, ଅଚମ୍ବିତ ଭାବରେ ଯାକୋବ ଜନ୍ମ ହେଲେ। ଯୋସେଫଙ୍କ ଦ୍ୱାରା ବଡ଼ ନକ୍ଷତ୍ର ଆସିବ ବୋଲି ଜାଣିଥିଲା। ଯୋସେଫଙ୍କୁ ଏମିତି କଷ୍ଟ ଦେଲେ, ବେଶୀ କଷ୍ଟ ଦେଲେ, ତାକୁ ତାଙ୍କ ଘରରୁ ଘୋଡ଼ାଇ ଦେଲା। ତାଙ୍କର ଭବିଷ୍ୟତ ସରିଗଲା ବୋଲି ଶୈତାନ ସମସ୍ତେ ଡିକ୍ଲେୟାର କରୁଛନ୍ତି। ଖୁସି ଖୁସି ଅଚମ୍ବିତ ଭାବରେ ଯୋସେଫ ଉଠି ଉଠି ଆସିକିରି ମିସ୍ରୟୀମ ପୁରା ଭର୍ତ୍ତି ହେଇଗଲା। ହାଲେଲୁୟା। ତାଙ୍କର ପରିବାରରେ ଗୋଟେ ସନ୍ଧାନ ଧୀରେ 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 ଆମେ ଋତୁଙ୍କର ନବମୀର ପରିବାରରେ ଆମେ ସେମାନେ ଏଫ୍ରାତାରେ ରହୁଛନ୍ତି। ಯೆರೂಸಲೇಮ್ ପାଖରେ ବେଥଲେହେମରେ ସେମାନେ ରହିଛନ୍ତି। ତାଙ୍କର ସ୍ୱାମୀ ମରିଗଲେ, ଦିଟା ପିଲାମାନେ ବି ମରିଗଲେ। ବିଧବାଙ୍କର ଘରରେ କ'ଣ ହବ? ଶୈତାନ ଭାବିଲେ ବିଧବାଙ୍କର ଘରରେ ଏମାନେ ମ୍ୟାରେଜ କରିବ ନାହିଁ, ଆଉ ଯୀଶୁ ଜଗତରେ ଆସିବ ନାହିଁ। ତାଙ୍କର ପରମ୍ପରାରେ ଯୀଶୁ ଆସିବାର ଅଛି। ଜିନିଓଲୋଜି, when we are studying the genealogy of Jewish people, ଆମେ ଆଚମ୍ବିତ ହବ। ଆଜ୍ଞା, ଆପଣଙ୍କର ବାବାଙ୍କର ବାପାଙ୍କୁ ଜାଣିଛନ୍ତି? ମୁଁ ବି ଜାଣିଛି ଟିକେ। ମୋର ବାବାଙ୍କୁ ଜାଣିଛି। ମୋର ବାବାଙ୍କର ବାବାଙ୍କୁ ଗ୍ରେଟ୍ 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 ଗ୍ରାଣ୍ଡ ଫାଦରଙ୍କୁ ଆମେ ଜାଣିନାହାନ୍ତି। ସେମାନେ ଲେଖିକି ରଖିବେ। କିଏ? ଏହୁଦୀମାନେ। ମାତ୍ର ସୁସମାଚାର 1ର ଆମେ ପ୍ରଥମ ଅଧ୍ୟାୟ ଆପଣ ପାଠ ପଢିବ। ତାଙ୍କୁ ଜନ୍ମ କଲେ, ତାଙ୍କୁ ଜନ୍ମ ଦେଲେ, ତାଙ୍କୁ ଜନ୍ମ ଦେଲେ। ଖାଲି ଖାଲି ଲେଖିଛନ୍ତି ବୋଲି ଭାବୁଛ କି? ଗୋଟେ ହିଷ୍ଟରୀ ସେ ଭିତରେ ଅଛି। ହାଲେଲୁୟା। ରାଜେଶକୁ ଜନ୍ମ ହେଲା, ରାଜେଶ ଷ୍ଟେଇନ୍ସକୁ ଜନ୍ମ କଲେ, ଷ୍ଟେଇନ୍ସ କାହାକୁ ଜନ୍ମ କବ? এটা ସବୁ ହିଷ୍ଟରୀ, ବହୁତ ବଡ଼ ଚରିତ୍ର। ସେଟା ସବୁ ଲେଖିଲେ 10ଟା ବାଇବଲ ଆରମ୍ଭ କରିବାକୁ ପଡ଼ିବ। କିନ୍ତୁ ଖାଲି ଗୋଟେ ପଦରେ ଲେଖା ହେଇଛି। କିନ୍ତୁ ଶୈତାନ ଭାବିଲା ଆଙ୍କର ଘରେ ଜନ୍ମ ହବ ନାହିଁ। ନବମୀ କ'ଣ କଲେ? ଋତୁଙ୍କୁ ଧରିକି ଆମେ ବେଥଲେହେମରେ ଆଣିଦେଲେ। ହାଲେଲୁୟା, ହାଲେଲୁୟା। ବେଥଲେହେମରେ ଆଣିଲା ବେଳେ ଶୈତାନ କିଛି ଜଣା ପଡୁନାହାନ୍ତି। 400 ବର୍ଷ ସାଇଲେଣ୍ଟ ଥିଲା। 400 ବର୍ଷ ସାଇଲେଣ୍ଟ ଥିଲା। ବାକ୍ୟ ନାହିଁ, ପ୍ରଭୁ କଥା କହୁନାହାନ୍ତି, ସାଇଲେଣ୍ଟରେ ଥିଲା। ସାଇଲେଣ୍ଟରେ ମାନେ ଶୈତାନ ଭାବିଲା ଏମାନଙ୍କୁ ଆମେ ମାରିବା। ତାଙ୍କର ମନ୍ଦିର ଭାଙ୍ଗିଦେଲା, ତାଙ୍କର ଲୋକମାନଙ୍କୁ କୃତଦାସ ରୂପରେ ନେଇଗଲା। ସେଠି ଯୁଦ୍ଧ ହେଇଗଲା। ଆମେ ପିସ୍ ଅଫ୍ ଜାଗା ಯೆರೂಸಲೇಮರ ಈಶ್ವರଙ୍କର ಸಂಘದ ನೆಲ ସେମାନେ ରକ୍ତକୃତ କରିଦେଲେ, ମାରିଦେଲେ। ଲୋକମାନେ ଆଜି ପର୍ଯ୍ୟନ୍ତ ଲୋକମାନେ ମରିଯାଇଛନ୍ତି। କୋଉଠି? ପ୍ରଭୁ ଯୀଶୁ ଜନ୍ମ ହେବା ଜାଗାରେ। କ'ଣ ପାଇଁ? ଆମମାନଙ୍କର ଲକ୍ଷ୍ୟକୁ ବଦଳିବା ପାଇଁ। ଲକ୍ଷ୍ୟ ବଦଳନ୍ତୁ ନାହିଁ। ହାଲେଲୁୟା, ଆମେନ୍। ରୁଥ୍
କାହାକୁ ମ୍ୟାରେଜ କଲେ? କଣ କହିବେ? ବୟସ। ହାଲେଲୁୟା। ବୟସ ମାନେ ଯୁବ ଲୋକ କି? ବୟସ ଯୁବ ଲୋକ ଥିଲା। ଋତୁକୁ କେତେ ବୟସ? 21, 25 ବୟସ। ସେ ମ୍ୟାରେଜ କଲେ 75 ଏଇଥିରେ ବୁଢାକୁ। ପ୍ରେଜ୍ ଦ ଲର୍ଡ। ତାଙ୍କ ଦ୍ୱାରା ଦାବୀଦଙ୍କର ବାପା ଜନ୍ମ ହେଲେ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ଇସିଆଙ୍କର ବାପା ସେଠି ଜନ୍ମ ହେଲା। ଇସିଆ ଜନ୍ମ ହେଲା। ଇସିଆ ଠାରୁ ଦାବୀଦ ଜନ୍ମ ହେଲା। ଦାବୀଦଙ୍କର ପରିବାରରେ ଜନ୍ମ ହେଲା। ହାଲେଲୁୟା। ଏ ହେଉଛି ପ୍ରଭୁଙ୍କର ପ୍ଲାନ୍। ତାଙ୍କର ପୁତ୍ରଙ୍କୁ ଏଠି ପଠେଇଲା ବେଳେ ସେମାନେ ଭାବିଲା ଏ ଯୀଶୁ କ'ଣ ପାଇଁ ଆସିଲା? ଏ ପାପୀମାନଙ୍କ ସହିତ ଯାଉଛନ୍ତି, ରୋଗୀମାନଙ୍କୁ ସୁସ୍ଥ କରୁଛନ୍ତି, ସମୁଦ୍ର କୂଳରେ ଯାଇକି ବସୁଛନ୍ତି। ଆମେ ଭାବିଲା ଆମର ମସିହା ବହୁତ ପାୱାରଫୁଲ୍, ସବୁ କରିବେ। ସେତେବେଳେ ଯୀଶୁ ଆସିଲା ବେଳେ କ'ଣ ହେବାର ଅଛି? 5ଟା ସାମ୍ରାଜ୍ୟ ଭାଙ୍ଗିବାର ଅଛି। କଡ଼ା ବାବିଲୋନ, ମଧ୍ୟ ପର୍ସିଆ, ଆଉ ଗ୍ରୀକ୍, ରୋମା। ବାବିଲୋନ କହିଲେ ଫାଷ୍ଟ ବାବିଲୋନ ସାଙ୍ଗେ ଭାଙ୍ଗିକି ନିଜେ ପଡ଼ିକି ଘୁଷି ପଡ଼ି ନାଶ ହେଇଗଲା ବୋଲି କହୁଛି। ଈଶ୍ୱରଙ୍କର ଆଗମନ ପରେ ସେମାନେ ଆସିକି ଶାସନ କଲେ। ତାଙ୍କର ବି ଆମେ ପ୍ରେଜ୍ ଦ ଲର୍ଡ ସବୁ ମରିଗଲା। ତାପରେ ଗ୍ରୀକ୍ ସାମ୍ରାଜ୍ୟ କିଏ? ଗ୍ରୀକ୍ ସାମ୍ରାଜ୍ୟର ଅଧିପନ କିଏ? ଛତ୍ରପତି କିଏ? ଆଲେକ୍ସାଣ୍ଡର ମହାରାଜା। ଇଣ୍ଡିଆ ପର୍ଯ୍ୟନ୍ତ ଆସିଲା। ଇଣ୍ଡିଆରେ ବେଶୀ ନଦୀ ହେବା ଦ୍ୱାରା ଥ୍ୟାଙ୍କ ଗଡ୍, ବେଶୀ ନଦୀ ହେବା ଦ୍ୱାରା ଆସିପାରିଲା। ସେ ଯିବା ରାସ୍ତାରେ ବା ଆମେ ପ୍ରେଜ୍ ଦ ଲର୍ଡ ଗୋଟେ ପୋଖରୀରେ ଗାଧେଇଲା, ତାକୁ ଜ୍ୱର ଆସିଲା। ସେଇ ଜ୍ୱରରେ ମ୍ୟାଲେରିଆ ହେଇକି ସେ ମରିଗଲା। ସେ ମରିଗଲା ଟାଇମ୍ରେ ତାଙ୍କର କଫିନ୍ ବକ୍ସ ଉଠିବା ପାଇଁ କାହାକୁ କହିଲେ ଆପଣ ଜାଣିଛନ୍ତି କି? ତାଙ୍କୁ ନିରୀକ୍ଷଣ କରିଥିବା ଡକ୍ଟର ମାନଙ୍କୁ କହିଲେ ତୁମେ କ'ଣ କରିବାର ଅଛି? ମୋର ତାପରେ ଉଠିକି ଆମେ ସମାଧିକୁ ନେବାର ଅଛି। ମୋର 2ଟା ହାତ ସମାଧିରୁ ବାହାରେ ପକେଇବାର ଅଛି। କିଏ କହିଲା? ତାପରେ ଗୋଟେ କୋଟେସନ ଦେଇଦେଲା। ଗ୍ରେଟେଷ୍ଟ କୋଟେସନ। The great Alexander came with nothing and going with nothing. କ'ଣ କହୁଛନ୍ତି? The great Alexander ଖାଲି ହାତରେ ଆସିଲା, ଖାଲି ହାତରେ ଯାଉଛି। ଏତେ ରାଜ୍ୟ, ଏତେ ଧନ। ତାପରେ ତାଙ୍କ ଆଗରେ ଯେତିକି ଧନ ସମ୍ପାଦନ କଲେ ସବୁ ରାସ୍ତାରେ ପକେଇବାକୁ କହିଲା। ସେ ଗୋଲ୍ଡ ଜୁଏଲ୍ସ ରତ୍ନମ୍ ଆମେ ତା ଉପରେ ଚାଲି ସମସ୍ତେ ତାଙ୍କର ସମାଧିକି ଗଳ ପଳେଇଲା। ତାର ଅର୍ଥ କ'ଣ? ଆମେ ଜୀବନ ରକ୍ଷା କରୁନଥିଲେ, ପଇସାରେ କିଛି ଲାଭ ହବ ନାହିଁ, ମୂଲ୍ୟ ହବ ନାହିଁ, ଧନରେ ମୂଲ୍ୟ ହବ ନାହିଁ, ବଡ଼ ସ୍ଥାନରେ ରହିଲେ କିଛି ଲାଭ ନାହିଁ। କେତେବେଳେ ମୃତ୍ୟୁ ଆସିବେ ଆମେ ଜାଣିନାହାନ୍ତି। ପ୍ରଭୁ ଯୀଶୁ ଜଗତରେ ଆସିଲେ। ହାଲେଲୁୟା, ହାଲେଲୁୟା। ଜନ୍ମ କଲେ। ୟହୁଦୀ ମାନେ ଭାବିଲା ସେମାନଙ୍କୁ ଯୁଦ୍ଧ କରିକି ରୋମ ଆମର ଦୀପ୍ତି ନଥିଲା। ସାଇଣ୍ଟିଷ୍ଟ ଲୋକମାନେ କହୁଛନ୍ତି ସ୍ପେସରେ ଯାଇକି ସାରା ଜଗତରେ ଦେଖିଲା ବେଳେ ସବୁ ଅନ୍ଧକାର, ଓନ୍ଲି ଆମର ପୃଥିବୀରେ ଆମେ ପ୍ରେଜ୍ ଦ ଲର୍ଡ ଦୀପ୍ତି ଅଛି। ଏ ପ୍ଲାନେଟର ପ୍ରତ୍ୟେକତା, ଏ ପ୍ଲାନେଟରେ ଦୀପ୍ତି ଅଛି। ଏଟା କିଏ ଦୀପ୍ତି ଦେଲେ? ସୂର୍ଯ୍ୟର ନାହିଁ। ସୂର୍ଯ୍ୟ ସକାଳେ ଆସିବେ, ସନ୍ଧ୍ୟାରେ ତାଙ୍କର କାମ କରିକିରି ସେ ତାଙ୍କର ଘରକୁ ଯିବେ। କିନ୍ତୁ ପରମେଶ୍ୱର କହିବା ପଦରେ ଆମେ ପ୍ରକାଶ ହେଇଗଲା। ପ୍ରିୟ ବିଶ୍ୱାସ ମାନେ, ଆପଣ ମାନଙ୍କର ଘର, ଆପଣଙ୍କର ଜୀବନ ଯଦି ଅନ୍ଧକାରରେ ଥାନ୍ତି, ପରମେଶ୍ୱର ଯଦି ଗୋଟେ ୱାର୍ଡ କହିବେ, ସେ ମାତ୍ରରେ ତୁମର ଜୀବନରେ ଆମେ ପ୍ରକାଶ ଆସିବ। ଆମେ ପ୍ରକାଶ ହେଇଗଲା। ଆମେ ଅନ୍ଧକାରରେ ଥିଲା। ଈଶ୍ୱରଙ୍କର ଶରୀର ଦେହ ବନ୍ଧ ହେଲା। ଏଠି ଗୋଟେ ବାକ୍ୟ ଅଛି ଆପଣ ମାନଙ୍କ ପାଇଁ, ମୁଁ ପଢିବି। ଓମ୍ ବ୍ରହ୍ମପୁତ୍ରାୟ ନମଃ। ମାନେ
ତାର ଅର୍ଥ କ'ଣ? ବ୍ରହ୍ମରୁ ସୃଷ୍ଟିଜାତ ତାଙ୍କୁ ନମସ୍କାର କରନ୍ତୁ। ଆମର ଶାସ୍ତ୍ରରେ ବି, ଭାରତ ଶାସ୍ତ୍ରରେ ବି ପ୍ରଭୁ ଯୀଶୁଙ୍କର ବିଷୟ ଲେଖା ହେଇଛି। ଓ କନ୍ୟାସୁଥାୟ ନମଃ। କ'ଣ କହୁଛନ୍ତି? କନ୍ୟାରୁ ଯୋଉ ଜାତ ତାଙ୍କୁ ନମ କରନ୍ତୁ। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଜନନ ସମୟରେ ତାଙ୍କର ମାଙ୍କର ନାଁ ମେରୀ କୁମାରୀ ମାଙ୍କୁ ବହୁତ ସ୍ୱପ୍ନ ଥିଲା। ତାଙ୍କର ସ୍ୱାମୀ ବହୁତ ସୁନ୍ଦର, ଆମ ପରି ଚନ୍ଦା କିଛି ନାହିଁ, ଆମ ପରି ଗୋଳା ନାହିଁ। ಯಹೂದಿ ମାନେ ବହୁତ ସୁନ୍ଦର, ಯಹೂದಿ ମାନେ ବେଶୀ ସୁନ୍ଦର, ତାଙ୍କର ଝିଅ ମାନେ ଆହୁରି ସୁନ୍ଦର। କାରଣ ପ୍ରଭୁ ତାଙ୍କର ପିଲାମାନଙ୍କୁ ଆଶୀର୍ବାଦ କରୁଛନ୍ତି। ମେରୀଙ୍କର ହୃଦୟରେ ବହୁତ ସ୍ୱପ୍ନରେ ଏଡେ ସେଡେ ତାଙ୍କର ମ୍ୟାରେଜ ଭାଇ ଖୁସିରେ ଆଗେ ଯିବା ସମୟରେ ଈଶ୍ୱରଙ୍କର ଦୂତ ଦର୍ଶନ ଦେଇ କହୁଛନ୍ତି ତୁମର ଗର୍ଭରେ ପବିତ୍ର ଆତ୍ମାଙ୍କ ଦ୍ୱାରା ଗୋଟେ ସନ୍ତାନ ଉତ୍ପନ୍ନ ହବ। କନ୍ୟା କହୁଛନ୍ତି ମୁଁ ପୁରୁଷଙ୍କୁ ଜାଣିନାହିଁ, ଏଟା କେମିତି ସମ୍ଭବ? ମେରୀ ଠିକ ପ୍ରଶ୍ନ ପଚାରିଲା। ହଁ, ଆଜି ପର୍ଯ୍ୟନ୍ତ ମ୍ୟାରେଜ ହେବାର ଅଛି, ସ୍ୱାମୀ ସ୍ତ୍ରୀ ମିଶିକି ରହିବାର ଅଛି, ତାପରେ ସନ୍ତାନ ମାନେ ଜନ୍ମ ହବ। ହାଲେଲୁୟା। ତାହେଲେ ଏ ଜନ୍ମ ହବ ତାଙ୍କର ଶରୀରରେ, ତାଙ୍କର ଜୀବନରେ ଶକ୍ତି ଅଛି। ପ୍ରେଜ୍ ଦ ଲର୍ଡ। ମନୁଷ୍ୟକୁ ରକ୍ଷା କରିପାରିବ ନାହିଁ। ମନୁଷ୍ୟ ରକ୍ତ ଈଶ୍ୱରଙ୍କ ପାଖରେ କିଛି କରିପାରିବ ନାହିଁ। କିନ୍ତୁ ପରମେଶ୍ୱର କହିଲା ମୋର ପୁତ୍ରଙ୍କୁ ଏ ଜଗତରେ ପଠାଇବେ। କ'ଣ ପାଇଁ ପଠାଇଲା? ଯୀଶୁ କ'ଣ ପାଇଁ ଆସିଲା? ଆମକୁ କ'ଣ ଖ୍ରୀଷ୍ଟ କରିବା ପାଇଁ? ଆମକୁ ଖ୍ରୀଷ୍ଟ କରିବା ପାଇଁ ଆସିନାହାନ୍ତି। ଈଶ୍ୱର ସନ୍ତାନ ବନେଇବା ପାଇଁ ଏ ଜଗତରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆସିଲେ। ହାଲେଲୁୟା। ଆମେ ସନ୍ତାନ ନଥିଲା, ଆମେ ଦୂରରେ ଥିଲା, ଅର୍ଥାତ୍ ଆମକୁ ଈଶ୍ୱର ସୃଷ୍ଟି କରିଛନ୍ତି। ମନୁଷ୍ୟମାନଙ୍କୁ ସମସ୍ତଙ୍କୁ ଈଶ୍ୱରଙ୍କର ସୃଷ୍ଟି। ହାଲେଲୁୟା। କଳା ହଉ ଧଳା ହଉ, ସୁନ୍ଦର ହଉ ଅସୁନ୍ଦର ହଉ, ସମସ୍ତେ ଈଶ୍ୱରଙ୍କ ସୃଷ୍ଟି। ଆଜ୍ଞା ଅନ୍ୟମାନଙ୍କୁ ଚାରିଟା ଆଖି ଅଛି, ଚାରିଟା ଗୋଡ଼ ଅଛି, ସେମାନେ ଚାରିଟା ଗୋଡ଼ରେ ଚାଲିଛି। ଆଜ୍ଞା 20ଟା ଆଙ୍ଗୁଠି ଅଛି ନାହିଁ, ହେଲେ ସମସ୍ତଙ୍କୁ ସମାନ ପରମେଶ୍ୱର ସୃଷ୍ଟି କରିଛନ୍ତି। ସତର ମିଛ? ସତ। ତାଙ୍କର ଆଗରେ ମୁହଭେଦ ନାହିଁ, ତାଙ୍କ ଆଗରେ କଲର ନାହିଁ, ତାଙ୍କ ଆଗରେ ବଡ଼ ସାନ ନାହିଁ, ସମସ୍ତେ ସମାନ ଅଛନ୍ତି ଈଶ୍ୱରଙ୍କର ଆଗରେ। ଆଦିରେ ପରମେଶ୍ୱର ସୃଷ୍ଟି କରିବା ପୃଥିବୀ ଶୈତାନ ଖରାପ କରିବା ଦ୍ୱାରା, ଶୈତାନ ଦ୍ୱାରା ଫଳମୂଳ ସବୁ ନାଶ ହେବା ଦ୍ୱାରା, ସୃଷ୍ଟିକୁ ସେମାନେ ଆଉ ଗୋଟେ ଦିଶାକୁ ନେବା ପାଇଁ ଚେଷ୍ଟା କରିବା ଦ୍ୱାରା ପରମେଶ୍ୱର ଶୈତାନଙ୍କୁ ତାଙ୍କର ସୈନ୍ୟ ଦଳକୁ ନାଶ କଲେ। ସେମାନେ ପୃଥିବୀରେ ଆସିଲେ। ସେତେବେଳେ ପରମେଶ୍ୱର ପୃଥିବୀ ଆଉ ଥରେ ରିନ୍ୟୁ କଲେ, ଡେକୋରେସନ ଦେଲେ। ଆମର ସାଧାରଣ ଘର ଆଉ ଥରେ ଆମେ ସିମେଣ୍ଟ ଟାଇଲ ସବୁ ପକେଇକି ଡେକୋରେସନ କରିବା ପରି ପରମେଶ୍ୱର ଏ ପୃଥିବୀକୁ ଆଉ ଥରେ ଡେକୋରେସନ କରିକି ଦୂତମାନଙ୍କୁ ଆମେ ତ୍ୟାଗ କରିକି ମନୁଷ୍ୟଙ୍କୁ ସୃଷ୍ଟି କଲେ। ହାଲେଲୁୟା। ସେମାନଙ୍କ ପାଖରେ ମହିମା ଥିଲା, ବସ୍ତ୍ର, ମହିମାର ବସ୍ତ୍ର। ସେମାନଙ୍କୁ ଜ୍ଞାନ ଥିଲା, ସେମାନଙ୍କୁ ଈଶ୍ୱରଙ୍କ ସହିତ କଥାବାର୍ତ୍ତା କହୁଥିଲେ। ସନ୍ଧ୍ୟାରେ ପ୍ରଭୁ ଏଦେନ ବଗିଚାରେ ଆସିବ, ମନୁଷ୍ୟଙ୍କ ସହିତ କଥା କହୁଥିବ। କେତେ ବଢିଆ ସମୟ। ପ୍ରଭୁ ଆମ ସହିତ କଥା। ଏବେ ଆମେ ତାଙ୍କ ପାଇଁ କେତେ ଦୂର ଦୂରାନ୍ତର ଆମେ ଯାତ୍ରା କରୁଛନ୍ତି ତାଙ୍କୁ ଦେଖିବା ପାଇଁ। ମନ୍ଦିର, ଚର୍ଚ୍ଚ, ମସ୍କ କେତେ ଦୂର ତୟାର ଯାଇ କେତେ କଷ୍ଟ କରି ପାହାଡ଼ ଛଡ଼ିକିରି ତାଙ୍କ ଉପରେ ଯାଉଛନ୍ତି। କିନ୍ତୁ ପରମେଶ୍ୱର ସ୍ୱର୍ଗରୁ ଓହ୍ଲାଇ ମନୁଷ୍ୟଙ୍କ ପାଖରେ ଆସୁଥିଲା। ତାଙ୍କ ସହିତ କଥା ହେଇଥିଲା। କିନ୍ତୁ ଯେତେବେଳେ ପାପରେ ପତିତ ହେଲା, ଈଶ୍ୱର ମନୁଷ୍ୟଙ୍କ ଠାରୁ ଦୂରେ ସେମାନେ ଖୋଜିବାକୁ ଆରମ୍ଭ ହେଲା। ତାଙ୍କର ପିଢ଼ି ଈଶ୍ୱରଙ୍କର ବିଷୟ ଜାଣିନାହାନ୍ତି। ସମସ୍ତେ ମନ ଇଚ୍ଛାରେ
ଆମେ ପ୍ରେସ ଲୋଡ ସଦାପ୍ରଭୁଙ୍କୁ ସୃଷ୍ଟି କଲେ ସେମାନଙ୍କର ଇଚ୍ଛା ଅନୁସାରେ। କିନ୍ତୁ ପରମେଶ୍ୱର କହିଲା ଯୋଉଦିନ ଏଦେନ ବଗିଚାରେ ହବା ଆଦମ ଫଳ ଗୁଡ଼ିକ ଖାଇ ସେମାନେ ପାପରେ ପତିତ ହେଲା ସେତେବେଳେ ପରମେଶ୍ୱର କହିଲା ଆମେ ପ୍ରେସ ଲୋଡ ନାରୀର ସନ୍ତତି ସର୍ପର ମସ୍ତକ ଚୂର୍ଣ୍ଣ କରିବେ। ତାର ଅର୍ଥ କଣ? ସେଟା ଭାବବାଣୀ ବାଇବଲରେ। ଆମେ ପ୍ରେସ ଲୋଡ ଶୈତାନର ଆମେ ମୁଣ୍ଡ ଚୂର୍ଣ୍ଣ କରିବେ। କିଏ? ନାରୀର ସନ୍ତତି କନ୍ୟାସୁଦ୍ଧାୟ ନମଃ। ତାର ଅର୍ଥ କଣ? ପାପରୁ ରକ୍ଷା କରିବା ପାଇଁ କନ୍ୟାଗାରେ ଜାତ ହେଇକି ଜଣେ ଜଗତରେ ଆସିବେ। ତାଙ୍କେ ସମସ୍ତଙ୍କର ପାପରୁ ରକ୍ଷା କରିବା ପାଇଁ ତୁମେ ତାଙ୍କୁ ଆଗରୁ ଯୀଶୁ ନାମ ଦେବ। ହାଲେଲୁୟା। ଆମେ ସବୁ ପିଲାମାନେ ଜନ୍ମ ହେଲା ପରେ ବାପା କହିବ ଆଙ୍କୁ ଆମେ ସୁଶାନ୍ତ ଦତ୍ତ ସାହୁ ବୋଲି ଆମେ ଡାକ ନେବା, ନହେଲେ ମୋହନ ମାଝୀ ବୋଲି ଆମେ ନାମ ଦେବା, ନହେଲେ ଆମେ ନବୀନ ପଟ୍ଟନାୟକ ବୋଲି ଆମେ ନାମ ଦେବା। ପରେ ଜନ୍ମ ହେଲା ପରେ ଆଗରୁ ଆମେ ଜାଣିନାହାନ୍ତି କିଏ ଆଉ ଝିଅ ଏବଂ ପୁଅ ଅଛି ବୋଲି ଆମେ ଜାଣିନାହିଁ। ଆଚ୍ଛା, କିନ୍ତୁ ପରମେଶ୍ୱରଙ୍କର ପୁତ୍ର ଜନ୍ମ ହେବା ପୂର୍ବରୁ ତାଙ୍କର ନାମକରଣ ଦେଲେ। ତାର ନାମର ଅର୍ଥ କଣ? ଅନେକଙ୍କୁ ତାଙ୍କର ପାପରୁ ରକ୍ଷା କରିବା ପାଇଁ ଥିବା ଦ୍ୱାରା ତାଙ୍କର ନାଁ ଯେହୋଶୁଆ। ସମସ୍ତେ କୁହନ୍ତୁ ଯେହୋଶୁଆ। ହିବ୍ରୁ ପଦରେ ଯୀଶୁ ନାମରେ। ହାଲେଲୁୟା। ତାଙ୍କ ନାମ ଶୁଣିଲେ ଭୂତ ଦୌଡ଼ିଯିବ, ତାଙ୍କୁ ଦେଖିଲେ ଭୂତ ଛାଡ଼ିବ। ତାଙ୍କର ନାମକୁ ଶକ୍ତି ଅଛି। ଆପଣମାନେ ନାମ ଦେଲା ବେଳେ ବାଇବଲର ନାମ ଦେବ। ଆପଣମାନେ ନାମ ଦେବା ବେଳେ ବାଇବଲର ନାମ ଦେବ। ଜଣେ ଲୋକ ବାଇବଲର ନାମ ଦେଲେ କେତେବେଳେ ସେ ବଡ଼ ଦଙ୍ଗା ହୋଇଥିବା ସମୟରେ ଆମେ କନ୍ଧମାଳରୁ ଅନେକ ଲୋକ ଆମ ପାଖରେ ଚାଉଳ ନେବା ପାଇଁ ଆସିଲା। ତାଙ୍କ ଲିଷ୍ଟ ଦେବା ବେଳେ ଲିଷ୍ଟ ଡାକିଲା ବେଳେ କଣ ଆମେ ଜଣେ ତାଙ୍କର ନାଁ ଏମିତି କହିଲା ଗୋଲିୟତ ପ୍ରଧାନ। ଗୋଲିୟତ ପ୍ରଧାନ କିଏ? ମୁଁ ଭାବିଲା ଏ ଗୋଲିୟତ ଏତେ ବଡ ଲୋକ, ଦେଖିଲା ବେଳେ ଏମିତି ବାଙ୍ଗରା ଚିଡ଼ି ଆସିଛି। ଭାଇ ତୋତେ କିଏ ନାମ ଦେଲେ? ସେ ହସି ହସି କହିଛନ୍ତି ମୁଁ ଜନ୍ମ ବେଳେ ମୋର ବାପା ଏମିତି ବାଇବଲ ଖୋଲିକି ପ୍ରାର୍ଥନା କରିକି ଖୋଲିଲା ବେଳେ ସେ ନାମ ପାଇଲା। ହାଲେଲୁୟା। ବାକି କେତେ ସୁନ୍ଦର ନାଁ ଅଛି। ତୁମେ ଟିକେ ନେବା ସମୟରେ ତୁମ ଶରୀରରେ ପୋକ ପଶିବା ବେଳେ ତୁମ ଶରୀରରେ ହାଡ଼ ମାତ୍ର ରହିବା ସମୟରେ କିଏ ବି ନଥିବା ସମୟରେ ବି ମୁଁ ତୁମ ସହିତ ଅଛନ୍ତି। ହାଲେଲୁୟା। ଏଟା ଅଛି ପ୍ରଭୁଙ୍କର ପ୍ରେମ। ହାଲେଲୁୟା। ତାଙ୍କର ନିଜ ଜୀବନ ଆମ ପାଇଁ ଦାନ ଦେଲେ। ପ୍ରଭୁ ଯୀଶୁକୁ ଧରିବା ପାଇଁ ଆସିଲା ବେଳେ ପ୍ରଭୁ ଯୀଶୁ କହିଲେ ମୁଁ ଅଛି ସେ ବ୍ୟକ୍ତି। ସେ ତାଙ୍କର ଶିଷ୍ୟମାନଙ୍କର ନାମ କହିକି ସେ ଧାଇ ନାହାନ୍ତି। ହାଲେଲୁୟା। ଅନେକ ଲୋକମାନେ ଚୁଡ଼ିଦାର ପିନ୍ଧିକିରି ଆମେ ଦୌଡ଼ନ୍ତି, ଆମର ଯୀଶୁ ଦୌଡ଼ିବେ ନାହିଁ। ସେ ନିଜେ ନିଜେ ପ୍ରଥମରୁ ତାଙ୍କର ଜୀବନ ଦାନ ଦେବା ପାଇଁ ଆସିଲେ। ହାଲେଲୁୟା। ନେତାମାନଙ୍କର ନେତା ଆଗରୁ ମୋର ଆମେ ସୁପରଷ୍ଟାର ଜୈନ ବୋଲି କେରଳରେ ଜଣେ ବହୁତ ସୁନ୍ଦର ଅଛି। ଆପଣମାନେ ୟୁଟ୍ୟୁବରେ ବାହାରିଲେ ଜୈନ ସିନେମା ଷ୍ଟାର ବୋଲି କହିଲେ ବହୁତ ସୁନ୍ଦର ଜଣେ ଲୋକ ଥିଲା। ସେ ଥିଲା ମୋର ସୁପରଷ୍ଟାର। ସେ ହେଲିକପ୍ଟର ମରିଗଲା ସୁଟିଂରେ କେରଳାରେ ଛୋଟ ଟାଇମରେ ମୋର। ତାପରେ କେତେକ ଷ୍ଟାର ଆସିଲା। ତାପରେ ରଜନୀକାନ୍ତ, କମଲ ହାସନ, ତାପରେ ଅମିତାଭ ବଚ୍ଚନ, ବିଜିନ ଚକ୍ରବର୍ତ୍ତୀ, ରାଜେଶ ଖାନ୍ନା, ଏସବୁ ମୋର ଜୀବନରେ ଆସିଲା। କିନ୍ତୁ ଏମାନେ ସବୁ କ୍ୟାମେରାର ସୁପରଷ୍ଟାର, କିନ୍ତୁ ଜୀବନର ସୁପରଷ୍ଟାର ପ୍ରଭୁ ଯୀଶୁ ବିନା ଆଉ କିଏ ନାହିଁ। ହାଲେଲୁୟା। ହାଲେଲୁୟା। The most one ମୋର ଜୀବନରେ ମିଳିଲା। He is a superstar of this universe. His name is Jesus. ସେ ଆମକୁ ଛାଡ଼ିବ ନାହିଁ। ସେମାନେ ଆମକୁ ଛାଡ଼ିବ। ସେମାନେ ଆମର ପଇସା ନେବା ପାଇଁ ସେମାନେ ସୁପରଷ୍ଟାର ହେଇଗଲା। ବଡ଼ ବଡ଼ ଘରରେ ରହିବା ପାଇଁ ସୁପରଷ୍ଟାର ହେଇଗଲା। ତାଙ୍କର ଗାଡ଼ି ଭାଡ଼ି ଦେଖିଲା ବେଳେ ଆମକୁ ଡର ଲାଗୁଛି। ସୁପରଷ୍ଟାର ହେଇଗଲା। କାହାର ପଇସାରେ? ମୋର ଆପଣଙ୍କର ଆମେ ପରିଶ୍ରମର ପଇସାରେ ସେମାନେ ବଡ଼ ବଡ଼ ଜାଗାରେ ରହୁଛନ୍ତି। ଅଳ୍ପ ପଇସା ଆମେ ଫେର ନା ପାଇ ତାଙ୍କର ବାଛିର ପଇସା ଦେଖିଲେ
କୋଟି କୋଟି ଟଙ୍କା। ତାଙ୍କର ସୁରେ ପଇସା ଦେଖିଲେ କୋଟି କୋଟି ଟଙ୍କା। ତାଙ୍କ ଗାଡିର ଦାମ ଦେଖିଲେ ମାଳି ଆଜ୍ଞା କୋଟି କୋଟି ଟଙ୍କା। ଆଉ ଅନେକ ଗାଡି କିଣିକି ରଖିଥିବୁ ତାଙ୍କ ଘରେ, ଗୋଟେ ଗାଡି କାହାକୁ ଦେବେ ନାହିଁ। ପ୍ରଭୁ ଯୀଶୁ କହିଲା ତୁମକୁ ଆମେ ପ୍ରେସ ଦିଟା ଥିଲେ ତୁମେ ଗୋଟେ ଦିଅ। ହାଲେଲୁୟା। ଜଣେ ଚିଠି ନେବ ତାଙ୍କୁ ଆହୁରି ଅଧିକ ଦେଇଦିଅ। ତୁମର ଆମେ ପ୍ରେସ କାନରେ ବାଡେଇବ, ଏଇଟା କଣ ଗାଲରେ ବାଡେଇବ, ତୁମେ କଣ କରିବାର ଅଛି? ଆଉ ଗୋଟେ ଦେଖି ଆଉ ଗୋଟେ ବିଶ୍ୱାସ ପଚାରିଲା ଏ ଦୁଇଟାରେ ବାଡେଇଲେ ଆଉ କଣ କରିବୁ ବସ ବାବୁ? ଆମେ ବାଡେଇବୁ ନା। ହାଲେଲୁୟା। ଆମେ ବାଡେଇବା ନାହିଁ। ପ୍ରେଜ ଲର୍ଡ। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ କ୍ରୁଶ ସହିତ ଆମର ହାତ ଆମେ କାଲଭାରୀ କ୍ରୁଶରେ କ୍ରୁଶାଙ୍କିତ ହେଇଛନ୍ତି। ଆମେ ବାଡେଇ ପାରିବ ନାହିଁ। ଆମେ ଆମର ଗୁଡ଼ ଆମେ କାହାକୁ ଆମେ ମୁଦା ମାଛ ମାରି ପାରିବନି, କାରଣ ଆମର ଗୁଡ଼ରେ କଣ ଅଛି? କଣ୍ଡା ଅଛି। ସ୍ତ୍ରୀକୁ ସ୍ୱାମୀ ବାଡେଇଲା ବେଳେ ଆପଣ ଟିକେ ଭଲରେ ଦେଖିବ ତୁମର ସ୍ୱାମୀକୁ, ଆଗେ ଆପଣ କ୍ରୁଶାର୍ପିତ ହେଇନାହାନ୍ତି। ହାଲେଲୁୟା। ସେଥିପାଇଁ ତୁମେ ତୁମର ସ୍ତ୍ରୀକୁ ବାଡଉଛନ୍ତି। ହାଲେଲୁୟା। କ୍ରୁଶରେ ତୁମେ ହତା ହେଇଥାନ୍ତା, ସେ ଆମେ ପ୍ରେସର ଜ୍ଞାନ ତୁମର ଭିତରେ ଥାଇଥାନ୍ତା, ତୁମେ ତାଙ୍କୁ ବାଡେଇବ ନାହିଁ, ହତ୍ୟା କରିବ ନାହିଁ, ତୁମେ ତୁମର ସ୍ତ୍ରୀକୁ ପ୍ରେମ କରିବେ। ହାଲେଲୁୟା। ଆମେ ପ୍ରେସର ନେକ୍ସଟ ୱାନ୍ ଆମେ ସମୟ ଆମେ ଯିବା ଦ୍ୱାରା ମୁଁ କହୁଛି କ୍ରିସମସ୍ ଟଚ୍ ମାଇ ଲାଇଫ୍ ୱିଥ୍ ଗଡ୍ସ ଲାଇଟ୍। ଈଶ୍ୱରଙ୍କର ପ୍ରେମ ମୋ ଜୀବନରେ ଆଲୋକ ଦେଲେ। ହାଲେଲୁୟା। ଆମେ ଅନ୍ଧକାରରେ ଥିଲା, ବାଇବେଲ କହୁଛନ୍ତି ଏସିଆ 9:2 ପଢିବ ନାହିଁ, ପରେ ଲେଖିକି ରଖିଦିଅନ୍ତୁ। The people who walk in the darkness have seen a great light. Hallelujah. ଲୋକମାନେ ଅନ୍ଧକାରରେ ଥିଲା ଗୟା ତମସୋମା ଅସତୋମା ସଦ୍ଗମୟ ତମସୋମା ଜ୍ୟୋତିର୍ଗମୟ ମୃତ୍ୟୁର୍ମା ଅମୃତଙ୍ଗମୟ। ଆମର ସାଧୁ ଆମେ ସନ୍ନ୍ୟାସୀ ମାନେ ହିମାଳୟରେ ଆଖି ବନ୍ଦ କରିକି ସେମାନେ ମନ୍ତ୍ର ଉଚ୍ଚାରଣ କରୁଛନ୍ତି। କଣ ଭାଇ? ମୃତ୍ୟୁରୁ ରକ୍ଷା କରିବା ଭାଇ। କିଏ ଅଛନ୍ତି? ବାଇବେଲ କହୁଛନ୍ତି କିଏ? ଆମେ ପ୍ରେଜ ଲର୍ଡ ଓମ୍ ମୃତ୍ୟୁଜୟ ନମଃ। ମୃତ୍ୟୁରୁ କିଏ ରକ୍ଷା କଲେ? ମହାତ୍ମା ଗାନ୍ଧୀଜୀ, ଜବାହରଲାଲ ନେହେରୁ ନା ମୋଦିଜୀ? କିଏ ରକ୍ଷା କଲେ? ମୃତ୍ୟୁରୁ କିଏ ରକ୍ଷା କରିବନି? ମହାତ୍ମା ଗାନ୍ଧୀର ସ୍ତ୍ରୀର ନାଁ କଣ? କିଏ କହିପାରିବେ? ଆମେ କମଲା ଭାଇ। କମଳା କହନ୍ତୁ ରେ, କମଲା ଭାଇ କେତେବେଳେ ମରିଗଲା? ଗାନ୍ଧୀଜୀ ପିଲାମାନଙ୍କୁ ପରି କାନ୍ଦିଲେ, ମୋର ସ୍ତ୍ରୀ ପଳେଇଲା, ମରିଗଲା। ବ୍ରିଟିଶ ମାନଙ୍କୁ ପରାଜୟ କରିବା ବ୍ୟକ୍ତି ମୃତ୍ୟୁ ଆଗରେ କାନ୍ଦିଲା, କାନ୍ଦି ପକେଇଲା। ତୁମେ କେତେ ଘର ବନେଇଲେ ବି ସେ ଘର ଭିତରେ ମୃତ୍ୟୁ ପଶି ଆସିବ। କେତେ ଜ୍ଞାନ ଥିଲେ ବି ତୁମର ଘର ଭିତରେ ମୃତ୍ୟୁ ଆସିବ। ତୁମକୁ ମୃତ୍ୟୁରୁ ରକ୍ଷା କରିବା ପାଇଁ ପ୍ରଭୁ ଯୀଶୁ ବିନା ଏ ଜଗତରେ କିଏ ବି ଜନ୍ମ ହେଇନାହାନ୍ତି ବୋଲି କ୍ରିସମସରେ ଆପଣମାନଙ୍କୁ ଆମେ ଜଣାଉଛନ୍ତି। ହାଲେଲୁୟା, ହାଲେଲୁୟା। ଯୀଶୁ ହି ଇଜ ମୃତ୍ୟୁ ବିଜୟୀ। ମୃତ୍ୟୁ ରଖିବା ପାଇଁ ଚେଷ୍ଟା କଲେ, ମରିବ ବୋଲି କହିଲେ। ଆମେ କିଏ କହିବ କି ଆମେ ଏରୁସଲେମରେ ଯିବୁ, ଆମେ ମରିବୁ? କିଏ କହିବ? ଆମେ କହିବ କି ଆମେ ମରିବ ବୋଲି? ପ୍ରଭୁ ଯୀଶୁ ବହୁତ ଥରେ କହିଲେ, ମୁଁ ଏରୁସଲେମକୁ ଯାଉଛି, ସେଠୁ ମୁଁ ମୋର ପ୍ରାଣ ଭିତରେ କହିଲେ ଆଜ୍ଞା ଆସନ୍ତୁ। ନାଇଁ, ସେମିତି ହୁଅନ୍ତୁ ନାହିଁ। ଯୀଶୁ କଣ କହିଲେ? ହେ ପିତ୍ର ଯା ସାଇତାନ ବୋଲି କହିଲେ। ହାଲେଲୁୟା। କାରଣ ଯୀଶୁ କଣ ପାଇଁ ଆସିଲେ? ମରିବା ପାଇଁ ଆସିଲେ। ଆମେ ସମସ୍ତେ କଣ ପାଇଁ? ଆମକୁ ମରିବା ପାଇଁ ଆମେ ଭୟ ଅଛି, କିନ୍ତୁ କେବେ ଆମେ ଜାଣିନାହାନ୍ତି। ଆମର ଡେଟ୍ ପ୍ରଭୁଙ୍କୁ ଜାଣିଛୁ। ପ୍ରଭୁ ଜଣେଇଲେ କି ନାଇଁ? ଆମର ପୁଅଙ୍କୁ, ଛୋଟ ପୁଅଙ୍କ ସହିତ ସେ ବଡ଼ ଗାଡ଼ିରେ, ନୂଆ ଗାଡ଼ିରେ ଆମେ ଆସିଥିଲେ, କିନ୍ତୁ ଆଜି ସେ ପ୍ରଭୁଙ୍କ ପାଖରେ ଅଛନ୍ତି। ହାଲେଲୁୟା। ଆମେ ପ୍ରେଜ ଲର୍ଡ ମେ, ଆମେ ଜୁନ, ଆମେ ପ୍ରେଜ ଲର୍ଡ ମେ 30 ରାତ୍ରିରେ ସେ ଗୋଟେ ପାଣି ଆମେ ପ୍ରେଜ ଜଳ ସ୍ଥାନରେ ଡଙ୍ଗାରେ ସେ ଗଲେ, ଡଙ୍ଗା ପଲଟିଗଲା କେରଳରେ। ହାଲେଲୁୟା। ତାଙ୍କୁ ପହଁରିବାକୁ ଜାଣିନଥିଲା। ଆମେ ପ୍ରେଜ ଲର୍ଡ ସେକେଣ୍ଡରେ ପ୍ରଭୁଙ୍କ ପାଖକୁ ସେ ଚାଲିଗଲା। କାରଣ ମୃତ୍ୟୁ କେବେ ଘଟିବ ଆମେ ଜାଣିନାହାନ୍ତି। ମୃତ୍ୟୁ ସୁନିଶ୍ଚିତ
କେବେ ଆଗେ ମୁଁ ନା ଆଗେ ତାଙ୍କେ ନା ଆମେ ଜାଣିପାରୁନାହାନ୍ତି। ପ୍ରଭୁ ଲୁଚିକି ରଖୁଛନ୍ତି ତାର ଅର୍ଥ ଆମର ଇଷ୍ଟ ଆମର ଇଚ୍ଛା ଅନୁସାରେ ଆମେ ବଞ୍ଚିବା ଏହି ପ୍ରକାର ଆପଣ କରନ୍ତୁ ନାହିଁ। ମୃତ୍ୟୁ ଆସିକି ଡାକିଲା ବେଳେ ଆପଣ ନିହାତି ଯିବାକୁ ପଡ଼ିବ। ଶୂନ୍ୟ ପରିତ୍ୟାଗ କରିକି ଘର ପରିତ୍ୟାଗ କରିକି ପିଲାମାନଙ୍କ ପରିତ୍ୟାଗ କରିକି ଆମେ ସ୍ୱାମୀ ସ୍ତ୍ରୀକୁ ନହେଲେ ପତ୍ନୀକୁ ପରିତ୍ୟାଗ କରିକି ସ୍ୱାମୀକୁ ପରିତ୍ୟାଗ କରିକି ଏ ଜଗତରୁ ଆମେ ଯିବାକୁ ପଡ଼ିବ। ମୃତ୍ୟୁ କିଏ ବି ଅଟକାଇ ରଖିପାରିବ ନାହିଁ। ମୃତ୍ୟୁ ଆସୁଛନ୍ତି ମତେ ରକ୍ଷା କର ବୋଲି କାନ୍ଦିଲେ ହେବ ନାହିଁ। ରୋଗ ବିମାରୀ ଦ୍ୱାରା ଆକ୍ସିଡେଣ୍ଟ ଦ୍ୱାରା ସମସ୍ୟା ଦ୍ୱାରା ଆମେ ଜଗତରୁ ଏଠୁ ପଳେଇବା। ତାର ଅର୍ଥ ତୁମର ଜୀବନ ସରିନାହାନ୍ତି, ତୁମର ଜୀବନ ଆରମ୍ଭ। ହାଲେଲୁୟା। ମୃତ୍ୟୁ ଆମେ ଖ୍ରୀଷ୍ଟିୟାନ ଲୋକମାନେ ପ୍ରଭୁଙ୍କ ଲୋକମାନେ ବାଇବେଲ ପାଠ ପଢିବା ଲୋକମାନେ ମୃତ୍ୟୁ ଆପଣଙ୍କର ଶେଷ ନାହିଁ, କିନ୍ତୁ ମୃତ୍ୟୁ ଆପଣଙ୍କର ଆରମ୍ଭ। ହାଲେଲୁୟା ହାଲେଲୁୟା। ସେଥିପାଇଁ ମୃତ୍ୟୁ ପାଇଁ କାନ୍ଦିବ ନାହିଁ। ମୃତ୍ୟୁ ପାଇଁ ବିଜାତି ଲୋକମାନେ କଣ କରିବେ? ଆମେ ବାଡ଼େଇକି ସେମାନେ ଚେତ ହରେଇକି ସେମାନେ ପଡିଯିବ। ଓ ମୋର ସ୍ୱାମୀ ପଳେଇଲା, ଓ ମୋର ପୁଅ ପଳେଇଲା, ଓ ମୋର ସ୍ତ୍ରୀ ପଳେଇଲା। ଦୟାକରି ସେମିତି କାନ୍ଦିବ ନାହିଁ। ଆମେ ସବୁ ସେମିତି କାନ୍ଦୁଛନ୍ତି। ଆପଣ ଖାଇକି ଭରସାରେ ରହି